ସଜା କାଟୁଥିବା କଏଦୀର ନିଜ ଗ୍ରାମ ଜଙ୍ଗଲରେ ଝୁଲନ୍ତା ମୃତଦେହ ଉଦ୍ଧାର। କଥାରେ ଅଛି ଚାକିରି କରିବ ପୁଲିସ ମାଛ ଖାଇବ ଇଲିଶ। ଏହା କହିବାର ଅର୍ଥ ହେଉଛି ଜଣେ ସଜା କାଟୁଥିବା କଏଦୀ ଥରେ ଜେଲରୁ ଫେରାର ହୋଇଯାଇଥିଲେ, ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇ ନିଜ ଗ୍ରାମ ପାଖ ଜଙ୍ଗଲରେ ରସି ଲଗାଇ ଆତ୍ମହତ୍ୟା କରିସାରିଲେଣି। ତ ଏଥିରୁ ଜଣାପଡ଼ୁଛି ପୁଲିସମାନେ କିଭଳି ନିଜର କର୍ତ୍ତବ୍ୟ କରୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଳିଆପାଣି ଥାନା ଅଧୀନସ୍ଥ ପନାସିଆ ଗ୍ରାମ ପାଖ ଷଣ୍ଢପଡ଼ିଆ ଜଙ୍ଗଲରେ। ସୂଚନା ଥାଉକି ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତ ପନାସିଆ ଗ୍ରାମର ଶୁକ୍ରା ମୁଣ୍ଡା ଏକ କେସ୍ରେ ଜିଲ୍ଲା କାରାଗାରରେ ଆଜୀବନ କାରାଦଣ୍ଡରେ ସଜା କାଟୁଥିଲେ। ଶୁକ୍ରାଙ୍କ ପରିବାର କହିଲେ ସେ ନିଜେ, ତାଙ୍କ ସ୍ତ୍ରୀ, 2 ଜଣ ଛୁଆ, 3 ଭାଇ ଭାଉଜ, ବାପା ମା ଏବଂ ଭଉଣୀ। ବିଗତ କିଛି ବର୍ଷ ଭିତରେ ତାଙ୍କ ବାପା ଏବଂ 3 ଭାଇ ଭାଉଜ ମୃତ୍ୟୁବରଣ କରିସାରିଥିଲେ। ଶୁକ୍ରା ଯେତେବେଳେ ଜିଲ୍ଲା କାରାଗାରରେ ରହି ସଜା କାଟୁଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିଲେ, ଆଉ ଏବେ ନିଜେ ରସି ଲଗାଇ ଆତ୍ମହତ୍ୟା କରି ମୃତ୍ୟୁ କରିଥିଲେ ଏବଂ ତାଙ୍କ 2 ଜଣ ଛୁଆଙ୍କୁ ଅନାଥ କରି ତାଙ୍କ ମା ଏବଂ ଭଉଣୀଙ୍କ ଦାୟିତ୍ୱରେ ଛାଡ଼ି ଚାଲି ଯାଇଥିଲେ। କହିବାକୁ ଗଲେ ତାଙ୍କ ପରିବାରରେ ଶୁକ୍ରାଙ୍କ 2 ଜଣ ଛୁଆ ଏବଂ ତାଙ୍କ ମା ଆଉ ଭଉଣୀ ରହିଯାଇଛନ୍ତି। ଶୁକ୍ରା ଯେଭଳି ଜଣକୁ ଜୀବନରୁ ମାରିଦେଇ ଗୋଟିଏ ପରିବାର ବର୍ବାଦ କରିଦେଇଛି, ସେଥିପାଇଁ ତା ପରିବାର ଲୋପ ହୋଇଗଲା ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି। ଶୁକ୍ରା ମୁଣ୍ଡା 2019 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା କାରାଗାରରେ ରହି ସଜା କାଟୁଥିଲେ ଏବଂ 2.5 ବର୍ଷ ପରେ କାରାଗାରରୁ କେଉଁଆଡ଼େ ଫେରାର ହୋଇଯାଇଥିଲେ। ପରେ ପୁଲିସ ବହୁ ଖୋଜାଖୋଜି କରି ପୁନର୍ବାର ଗିରଫ କରି କାରାଗାରରେ ଛାଡ଼ି ଦେଇଥିଲେ। ସେପ୍ଟେମ୍ବର 2023 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶୁକ୍ରାଙ୍କ ଦେହ ଅସୁସ୍ଥ ହେବାରୁ ସେ ପୁଲିସଙ୍କ ଜିମାରେ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିଲେ। ଏ 2 ଦିନ ହେବ ଶୁକ୍ରା ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରୁ ଖସି ଫେରାର ହୋଇଯାଇଥିଲେ। ଜିମାରେ ଥିବା ପୁଲିସ ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ଶୁକ୍ରାଙ୍କୁ ପାଇନଥିଲେ। ହଠାତ୍ ଆଜି ସକାଳୁ କିଛି ଲୋକ ପ୍ଲାଣ୍ଟ ଯିବା ସମୟରେ ଏକ ଗଛରେ ଝୁଲନ୍ତା ମୃତଦେହ ଦେଖିଥିଲେ। ପରେ ପନାସିଆ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବର ପାଇ ପନାସିଆ ଗ୍ରାମବାସୀ ଶୁକ୍ରାଙ୍କ ମା ଏବଂ ଭଉଣୀ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ କି ଏକ ଗଛରେ ଶୁକ୍ରାର ମୃତଦେହ ଝୁଲୁଛି। ଏନେ ଗ୍ରାମବାସୀ କାଳିଆପାଣି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ କାଳିଆପାଣି ଥାନା ଅଧିକାରୀ ରଞ୍ଜନ ମଲ୍ଲିକ, ସାଇଣ୍ଟିଫିକ ଟିମ୍ ଏବଂ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭରିୟସ୍ ଟୋପୋ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଶୁକ୍ରାଙ୍କ ଝୁଲନ୍ତା ମୃତଦେହକୁ ତଳକୁ ଓହ୍ଲାଇବା ସମୟରେ ତାଙ୍କ ମା ଏବଂ ଭଉଣୀ ବିରୋଧ କରିଥିଲେ ଏବଂ ତାଙ୍କ ମା କହିଥିଲେ କି ତାଙ୍କ ପୁଅକୁ କିଏ ମାରି ଟାଙ୍ଗି ଦେଇଛି। ପ୍ରଥମେ ଦୋଷୀକୁ ଧର, ପରେ ମୋ ପୁଅ ମୃତଦେହ ତଳକୁ ଓହ୍ଲାଇବ। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ 2 ମା ଓ ଝିଅକୁ ବହୁ ବୁଝାସୁଝା କରିବାରୁ ଝୁଲନ୍ତା ମୃତଦେହକୁ ଗଛରୁ ଓହ୍ଲାଇଥିଲେ। ଏନେଇ କାଳିଆପାଣି ପୁଲିସ ଏକ ମର୍ଡର କେସ୍ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସାଇଣ୍ଟିଫିକ ତଦନ୍ତ ରିପୋର୍ଟ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ଘଟଣା ଜଣାପଡ଼ିବ ବୋଲି କାଳିଆପାଣି ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ସେ 19 ମସିହାର ଗୋଟେ ମର୍ଡର କେସ୍ରେ ସଜା ହେଇଥିଲା। ସଜା ହେଇକି ସେ ଜେଲରେ ଥିଲା, ସଜା ଭୋଗୁଥିଲା। ଏଇ 2023 ସେପ୍ଟେମ୍ବର ମାସରେ ତାର ଦେହ ଖରାପ ହେଲା, ତାକୁ ଆଡମିଟ କରାହେଇଥିଲା କଟକ ବଡ଼ ମେଡିକାଲରେ। ସେଠୁ ଖସିକି ପଳେଇ ଆସିକି ଯାହା ଚିହ୍ନବର୍ଣ୍ଣ ଯାହା କହୁଛି ସେଟା ରସି ଲଗେଇ ଆତ୍ମହତ୍ୟା କଲା ଭଳିଆ ଜଣା ପଡୁଛି। କିନ୍ତୁ ଯେହେତୁ ତାର ମା ସନ୍ଦେହ କରିକି ଦେଇଛନ୍ତି ଯେ ମୋର ପୁଅକୁ ହତ୍ୟା କରି ମାରି ଟଙ୍ଗେଇ ଦିଆହେଇଛି ବୋଲି ଦେଇଛନ୍ତି, ସେଟା ଗୋଟେ ମର୍ଡର କେସ୍ ହେଇଛି। କାଳିଆପାଣି କେସ୍ ନମ୍ବର 61, ଆଜି ଦିନକର ଡେଟ୍, ଅଣ୍ଡର ସେକ୍ସନ 302/201 ହେଇଛି। ଆମ ଲୋକ କହିଥିଲେ ତାକୁ ଆସିକି ଦେଖିବୁ। ତମ ଲୋକ କଣ କହିଲେ? ସେଠି ଜଣେ ଲୋକ ମୋର ଯେଠି ସେମିତି କହିଲେ। ତାପରେ ଆସିକି ଦେଖିଲେ, ଦେଖିଲା ବେଳକୁ କିଏ ଥିଲା? ଦେଖିଲା ବେଳକୁ ତମ ଭାଇ। କଣ ପାଇଁ ଏମିତି ହେଲା ନା କେମିତି କରିଥିଲେ? ଜାଣିନାହାନ୍ତି? ତମ ଭାଇ ଆଗରୁ କରୁଥିଲେ? ମେଡିକାଲ ଥିଲା, କଣ ପାଇଁ? ବିମାର ହେଇଥିଲା। ତାକୁ ଥାନା ବାଲା ସେ 5 ବର୍ଷ ହେଲା ସଜା କରିଥିଲା ଜେଲରେ। ଏସବୁ ଦିନ ଘରକୁ ଆସିଥିଲେ ମେଡିକାଲରେ, ଘରକୁ ଆସିକି ଘରକୁ ଯାଇଛନ୍ତି ନା ଘରକୁ ଯାଇନାହାନ୍ତି? ଯାଇନାହାନ୍ତି। ନିଜେ କରିଛ ନା ଆଉ କିଏ କରିଛ? ସନ୍ଦେହ କରୁଛ ଯେ ନିଜେ ନା ଟାଙ୍ଗି ଦେଇଛି? ମରେଇଛନ୍ତି ଲୋକ ତାଙ୍କୁ କେମିତି କରୁଛନ୍ତି? ସିଏ ତ ସାରା ଥିଲା,
ମେଡିକାଲରେ ସେ ଏଠି ବି ବେମାର ହେଇଛି ବୋଲି ଥାନା ବାଲା ଜଗିକିରି ରହିଥିଲେ। ତାପରେ ମୁଁ ବି ଡକାଇଥିଲେ ପୁଲିସ ମାନେ ଯାଇକି ଦେଖି ଆସିଥିଲେ। ହଁ ଇଏ ବୋଲେନି ଅଛି ମା ଆଉ ଛୁଆଙ୍କୁ ଦେଖିକିରି ରହିଥା ଆଉ ମୋ ଝିଅଠୁ ଗଲେ ମୋ ଝିଅ ପିଲାଙ୍କୁ ପୋଷିବି ବୋଲି ମତେ କହିଲେ। ଦୀର୍ଘ 5 ବର୍ଷ ହେବ ତମ ପୁଅ ସଜା କାଟୁଥିଲେ ସଜା। ତାଙ୍କ ନାଁ କଣ? ଶୁକ୍ର ମୁଣ୍ଡା। ଶୁକୁରା ମୁଣ୍ଡା। ମେଡିକାଲରେ ଚିକିତ୍ସା ହେବା ସମୟରେ ସେ ସେଇଠୁ ପଳେଇ ଆସିଥିଲେ। ଯେତେବେଳେ ସେ ଚିକିତ୍ସା ହଉଥିଲେ ସେଇ ଟାଇମରେ ପଳେଇ ଆସିଥିଲେ ତ? ସେଇଠି ତ ମେଡିକାଲରେ ମୁଁ ଦେଖିକି ଆସିଥିଲି ଆଉ ପଳେଇ ଆସିଲା କି ନ ପଳେଇ ଆସିଲା ତାକୁ ମୁଁ ଜାଣିଛି ସେଇ କଥା ମୁଁ ଜାଣିଲି। ସେ ତ ସେଇଠି ଥିଲା। ଘରକୁ ଆସିଥିଲେ ନା ନାଇଁ ଘରକୁ ଆସିନା? ଆସିନି। ଆପଣ ଡାଇରେକ୍ଟ ଯାହା ଦେଖିଲେ ଏଇଠି ଦେଖିଲେ। ଏଠି ଯୋଉ ମାଇନିସି ଲୋକ ଯାଉଥିଲେ ମାଇନିସି ସେଇମାନେ ଆମକୁ କହିଦେଲେ ଯେ ଦେଖିନୁ ଆଉ ଲୋକ କହିଲେ ଖବର ପାଇଲା ତ ହେଇଥିଲା ତ ସେ ତାକୁ ତ ସଜା ହେଇଥିଲା ସେ ଜେଲରେ ଥିଲା। ଇଏ ଆସିଲା କେମିତି ଏଠି ଆସିକି ମରିଲା କେମିତି ଆଜ୍ଞା ଆମେ ବି ଜାଣୁ। ପିଲାଟି କଣ କରିଥିଲେ ଆପଣ କହିଲେ ସେ ସଜା କାଟୁଥିଲା କଣ ପାଇଁ ସଜା କାଟୁଥିଲା କେତେ ଦିନ ହବ? ଆଜ୍ଞା ହବ 2020 ମସିହାର ତାପରେ କଣ ଆଜୀବନ କାରାଦଣ୍ଡ ସଜା ଦିଆହେଇଥିଲା। କଣ ପାଇଁ? ସେ ଗୋଟେ ମର୍ଡର କେସରେ ଯାଇଥିଲା ତାଙ୍କ। ଆଜି ଆସିକି ଏଠି ଆପଣଙ୍କ ଗାଁରେ କେମିତି ପହଞ୍ଚିଲେ କେମିତି ହସିଲେ ମୃତ୍ୟୁବରଣ କଲେ? ଏଟା ଆଜ୍ଞା ଟୋଟାଲ ଆମକୁ ଟିକେ ସନ୍ଦେହଜନକ ଲାଗୁଛି ଯେହେତୁ ଗୋଟେ ଏତେ ବାଟରୁ ଆସିଲା ପିଲା କଣ କେମିତି ମଲା ଏଟା ଆମେ ପୁରା ସ୍ତବ୍ଧ ଆମେ ଏ ବିଷୟରେ କିଛି ଜାଣିପାରୁନୁ ଏପର୍ଯ୍ୟନ୍ତ। ମା ଭଉଣୀ କହୁଥିଲେ ସେ ତାଙ୍କ ଦେହ ଖରାପ ପାଇଁ ସେ ଜେଲରୁ ଆସିକି ମେଡିକାଲରେ ଚିକିତ୍ସା ହଉଥିଲେ ଏମାନେ କି ଯାଇଥିଲେ ତାକୁ ଦେଖିକି ଆସିଥିଲେ। ହଁ ତା ମା ଯାଇଥିଲା ଆଜ୍ଞା ସେ ମେଡିକାଲରେ ଚିକିତ୍ସିତ ହଉଥିଲେ ତା ମା ଟା ଦେଖିକି ଆସିଲା ତା ପୁଅ ସହିତ କଥାବାର୍ତ୍ତା ହେଇକି ଆସିଲା। ଆଉ ଏବେ ରିସେଣ୍ଟ 2-4 ଦିନ ତଳେ ଯୋଉ ଯାଇଥିଲା ମେଡିକାଲ ସେ ତା ମା ଦେଖିକି ଆସିଲା ମୋ ପୁଅ ଟା ଭଲ ଅଛି ଇଏ ଅଛି ବୋଲି। କଣ ଲାଗୁଛି? କିନ୍ତୁ ଆଜ୍ଞା ଆମକୁ ତ ଲାଗୁଛି ସନ୍ଦେହଜନକ ଲାଗୁଛି ଏଟା କିଏ କଣ କେମିତି କେତେ ବାଟରୁ ଆସିଲା କେମିତି ଏଠି ରସି ଲଗେଇକି ମରିଗଲା ଏଟା ଆମକୁ ସନ୍ଦେହ ଲାଗୁଛି। ଏ ନେଇ ଗୋଟେ ଯୋଉ ଥାନାବାଲା ହଁ ମୁଁ ସାର ଆସିକି ଦେଖିଲା ବେଳକୁ ସେ ଦଶଟାକୁ ବି ମରିଛି କି ମରିଛନ୍ତି କି ମାରିଛନ୍ତି କି ଆମକୁ ବି ଟିକେ ଇଏ ଲାଗୁଛି। ତାପରେ ମୁଁ ଦେଖିଲା ପରେ ମୁଁ ଆମ ପାଖ ଥାନାକୁ ପୁଲିସ ବାଲାଙ୍କୁ ଜଣେଇଲି ସେ ଆସିଲେ ଦେଖିଲେ ତାପରେ ଆମର ଅଛନ୍ତି ଇନକ୍ୱାରି ଚାଲିଛି ସାଇଡ୍ ଟିମ୍ ଆସିଛନ୍ତି ଇନକ୍ୱାରି ପରେ ସମ୍ପୂର୍ଣ୍ଣ ଇନକ୍ୱାରି ପରେ ସବୁ ଜଣାପଡ଼ିବ। ଯାଜପୁର ଜିଲ୍ଲା ପ୍ରତିନିଧି ଜଗବନ୍ଧୁ ମାଳିକଙ୍କ ରିପୋର୍ଟ ନ୍ୟୁଜ୍ ଓଡ଼ିଆ।